ଗାଁର ବୁଢ଼ୀଟିଏ ଯେତେବେଳେ ଦାଣ୍ଡ ପିଣ୍ଡାରେ ବସିଥିବ ଦେଖିବେ ସେ ଗାଁ ବାଟରେ ଯିଏ ଯାଉଥିବ ତାକୁ ଏମିତି କହୁଥିବେ, ବୁଢ଼ା ନାବେ କୁଆଡ଼େ ଯାଇଥିଲୁ? ଆଉ ତ ମାଇପ ଆଇଲାଣି ନା, ଏ ହରିଆନା ତ ଘର ସବୁ ଭଲ ନା? ରେ ତୁ ତ ଭାଇ ଖାଇଲୁ ପିଇଲୁ ବସିଲୁ, ତୋର ଏତେ କଥା କାହିଁକି କାହା ଘର କଥା ବୁଝିବା ପାଇଁ? ଆଉ ଦେଖିବେ ଗାଁର ପିଲାମାନେ ଯେତେବେଳେ ଦାଣ୍ଡରେ ଖେଳୁଥିବେ, ଆମ୍ବ ଗଛକୁ ଟେକା ମାରୁଥିବେ କି ବ୍ୟାଟ୍ ବଲ୍ ଖେଳୁଥିବେ, ଯଦି ବା ବଲ୍ଟି ତାଙ୍କ ଦେହରେ ବାଜିଗଲା କି ଘର ବାଜିଗଲା ସଇଲା ପାଠ ଆଉ। ଏଇଟା ଆକୁଣି ଖିଆ ତୁ କାହିଁ ଏମିତି ହେଉଛୁ କନି? ନହେଲେ ଏ ଝାଡ଼ା ମଧ୍ୟ ତୁମେ ଘରକୁ ଯାଉନବେ, ପାଠ ସାଠ ପଡ଼ିବ। ଆଉ ଦେଖିବେ ଯେତେବେଳେ ପଡ଼ିଶା ଘର କୌଣସି କିଛି ଜିନିଷ ଦିଅନ୍ତି ଖାଇବା ଜିନିଷ, ସାଙ୍ଗେ ସାଙ୍ଗେ ତାଙ୍କର ଭାରି ଲୋଭ ହେଉଥାଏ ଖାଇବା ପାଇଁ। କିନ୍ତୁ ଏବାଟ ପୁଅ ବୋଉକୁ ଭାରି ଡର, କାଳେ ମୋ ବୋଉ ମୋ ବିଷୟରେ କିଛି କହିବ କି ଆଉ। ଆଜ୍ଞା ମୋର ଏ ଭିଡ଼ିଓଟି କୌଣସି ବୁଢ଼ାବୁଢ଼ୀକୁ ଅସମ୍ମାନ ପାଇଁ ନୁହେଁ। ମୋର ଭିଡ଼ିଓଟି ମାନେ ହେଉଛି ଆମେ ବେଳେବେଳେ ବୁଢ଼ାବୁଢ଼ୀ ଲୋକଙ୍କୁ ବହୁତ ଗାଳି ଦେଇଥାଉ, ଛୋଟ ଛୋଟ କଥାରେ ଏମିତି କହିଥାଉ, ତୁ ମରୁନ୍ ନା, ଏଇଟା କେଉଁଦିନ ମରିବ କିନି? ଆଜ୍ଞା ଆମ ଜୀବନଟା ହେଉଛି ଗୋଲ। ସେମାନେ ଯେମିତି ଆମ ଅବସ୍ଥାକୁ ଯାଇ ବୃଦ୍ଧ ଅବସ୍ଥାକୁ ପହଞ୍ଚନ୍ତି, ଆମେ ବି ଦିନେ ସେହି ସ୍ତରକୁ ପହଞ୍ଚିବା। ଆଉ ଗୋଟେ କଥା ହେଉଛି ଯେତେବେଳେ ସେମାନେ ବୃଦ୍ଧ ଅବସ୍ଥାକୁ ଆସନ୍ତି ସେମାନଙ୍କର ମାନସିକ ବୁଦ୍ଧିକୁ ଟିକେ ହରାଇ ବସନ୍ତି, ଛୋଟ ଛୋଟ କଥାରେ ରାଗିଯାଆନ୍ତି। ତେଣୁକରି ଆମେ ତାଙ୍କ କଥାକୁ ଧରି ବସିବା ନୁହେଁ, ବରଂ ତାଙ୍କ ସହିତ ଖୁସିରେ ମିଶିବା, ତାଙ୍କର ଛୋଟ ଛୋଟ ଗାଳିକୁ ଆମେ ଖୁସିରେ ହିଁ ଉଡ଼େଇ ଦେବା। କାହିଁକିନା ସେମାନେ ଆଉ କେତେ ଦିନ ପାଇଁ ସଂସାର ବଞ୍ଚିବେ। ତେଣୁକରି ଆମେ ତାଙ୍କ ସହିତ ରାଗିବା ନାହିଁ କି ଝଗଡ଼ା କରିବା ନାହିଁ, ବରଂ ତାଙ୍କ ସହିତ ମିଶି ଚଳିବା। ଦେଖିବେ ବୁଢ଼ାବୁଢ଼ୀମାନେ ସାଧାରଣତଃ ତାଙ୍କ ନାତି ନାତୁଣୀକୁ ବହୁତ ଭଲ ପାଆନ୍ତି। ମୁଁ ଯେତିକି ମୋ ବୁଢ଼ୀମାକୁ ଭଲ ପାଉଛି, ଆପଣ ବି ସେତିକି ଆପଣଙ୍କ ବୁଢ଼ାବା ଆଉ ବୁଢ଼ୀମାକୁ ଭଲ ପାଆନ୍ତୁ। ଯଦି ବା ଆପଣ ବାହାରେ ରହୁଛନ୍ତି, ସମୟ ବାହାର କରି ତାଙ୍କ ସହିତ ଟିକେ ଟାଇମ୍ ସ୍ପେଣ୍ଡ କରନ୍ତୁ। ଧନ୍ୟବାଦ ଆଜ୍ଞା। ଏଇ ଭିଡ଼ିଓଟି ଭଲ ଲାଗୁଥିଲେ ଆପଣଙ୍କର ବୁଢ଼ାବା ଆଉ ବୁଢ଼ୀମା ପାଖକୁ ନିଶ୍ଚୟ ସେୟାର କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।